ସମସ୍ତଙ୍କୁ ରଜର ବହୁତ ବହୁତ शुभेच्छा ଆଉ ଅଭିନନ୍ଦନ। ଆଗକୁ ଆସୁଛି ରଜ ମାନେ କାଲି ହଉଛି ରଜ ଆଉ ପିଠାପଣା ତ ଯାହା ଦେଖେଇବା କଥା ଆପଣ ମାନଙ୍କୁ ଦେଖେଇଲି। ହେଲେ ରଜ ପାନଟି ଯଦି ନ ଦେଖେଇବି ନା ଆମର ପିଠାପଣା ଖାଇବା ବି ଅଧୁରା ରହିଯିବ। ଆଉ ରଜରେ ଖଣ୍ଡେ ମିଠା ପାନ ଖାଇକି ଦୋଳି ଖେଳିଦେଲେ ଯୋଉ ମଜା ଆସିଥାଏ ନା ଆଉ କୋଉଥିରେ ନଥାଏ। ତ ଆଜି ଆମେ ବନେଇବା ରଜ ସ୍ପେଶିଆଲ ମିଠା ପାନ। ଯାହା ଘରୋଇ ଜିନିଷ ମୋ ପାଖରେ ଅଛି ମୁଁ ତାକୁ ନେଇକି ବନେଇବି। ନମସ୍କାର ଓଡିଆ ବୋହୂ ରୋଷେଇକୁ ଆପଣ ମାନଙ୍କୁ ବହୁତ ବହୁତ ସ୍ୱାଗତ। ମିଠା ପାନ ବନେଇବା ପାଇଁ ଏଇଠି ଦେଖନ୍ତୁ ମୁଁ ପାନ ନେଇଛି ଆଉ ଏଇଠି ବଡ ସାଇଜର ପାନ ଏଇଠି 10 ରୁ 12ଟି ମୁଁ ନେଇଥିଲି କିନ୍ତୁ ମୁଁ ସବୁ ବନେଇବିନି 6 ରୁ 7ଟି ହିଁ ମୁଁ ଏଇଠି ବନଉଛି ପାନ। ଆଉ ଆପଣଙ୍କ ଘରର ମେମ୍ବର ହିସାବରେ ଆପଣ ବନେଇ ପାରିବେ ସାଙ୍ଗସାଥି ଯଦି ଖାଇବେ ଏକ୍ସଟ୍ରା ମଧ୍ୟ ବନେଇ ପାରିବେ। ତା ପାଇଁ ମୁଁ ଏଇଠି କିଛି ଜିନିଷ ନେଇଛି ମୋ ପାଖରେ ଯାହା ଥିଲା ଏଇଠି ଦେଖନ୍ତୁ ଚୂନ ତ ମେନ୍ ଆଉ ଚୂନ ଆପଣଙ୍କୁ ମାର୍କେଟରେ ଇଜିଲି ମିଳି ଯାଇଥାଏ ତ ଏମିତି ଆପଣଙ୍କୁ ଛୋଟ ପ୍ୟାକେଟ ବି ମିଳିଯିବ ମୁଁ ଏଇଠି ଆଣିଥିଲି ଗୋଟେ। ଆଉ ତାପରେ ଏଠି ଦେଖନ୍ତୁ କିଛି ଜିନିଷ ମୁଁ ରଖିଛି ଏଇଟା ହଉଛି ଖଇର ଆଉ ଖଇର ବି ତ ଇଜିଲି ଆମକୁ ମିଳିଯାଉଛି। ଆଉ ତା ଛଡା ଏଠି ମୁଁ ଆଉ କିଛି ଜିନିଷ ରଖିଛି ଯେମିତି କି ଏଇଟା ଗୋଟେ କଣ ମୁଖବାସ ବୋଲି କୁହାଯାଏ ବହୁତ ବଢିଆ ବାସ୍ନା ଆସେ ଖାଇଲେ ମିଠା ପାନରେ ପକାନ୍ତି। ଆଉ ତାପରେ ଏଇଠି ଗୋଟେ ଜେଲି ଟାଇପର ଆସିଥାଏ ପାନରେ ପଡେ ଏଇଟା ବି ବହୁତ ବଢିଆ ବାସ୍ନା ଆସେ। ଆଉ ଏଇଠି ଦେଖନ୍ତୁ ଖଜୁରୀ କିଛି ରଖିଛି ନଡିଆ ବି କିଛି ଭଜା ନଡିଆ ଆଉ ଏଇଟା ହଉଛି ଗୁଲକନ୍ଦ ଏଇଟା ସବୁ ମିଶେଇକି ଏଇଟା ଗୁଲକନ୍ଦ ତିଆରି ହେଇଛି ସେଇ ଗୁଲକନ୍ଦ। ତାପରେ ଏଠି ଗୁଆ ରଖିଛି ଆଉ ଚେରି ମଧ୍ୟ କିଛି ରଖିଛି ଆଉ ଏଇଠି କିଛି ମୁଁ ବିଭିନ୍ନ ପ୍ରକାର ମସଲା ରଖିଛି ଯୋଉଟା କି ମିଠା ମସଲା ଆଉ ଯୋଉଥିରେ କି ନଡିଆ ହେଲା ପାନ ମଧୁରୀ ହେଲା ଗୁଆ ସବୁ ମିଶିକି ଏଇଟା ତିଆରି ହେଇଛି ଆଉ ଯୋଉ ଆମର ଅଣ୍ଡା ଟାଇପର ଚକୋଲେଟ ଆସେ ଛୋଟ ଛୋଟ ସେଇ ସବୁ ଜିନିଷ ପଡିକି ତିଆରି ହେଇଛି। ପ୍ରଥମେ ଆମେ ଚୂନ ଟିକେ ଲଗେଇଦବା ପାନ ଉପରେ ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ ନହେଲେ ପାନ ଖାଇଲେ ଆମର ପାଟି ଖାଇଯିବ। ଚୂନ ଟିକେ ବେଶୀ ଲଗେଇବେନି ନହେଲେ ବେଶୀ ଖାଇଯିବ ଅଳ୍ପ ଟିକେ ଲଗେଇବା ବଢିଆ ଟେଷ୍ଟ ଆସିଥାଏ। ଖଇର ଏଇଠି ଦେଖନ୍ତୁ ମୁଁ ପୁରା ହାଲକା ଲଗେଇଛି ଆଉ ବେଶୀ ଖଇର ଦେବେନି ନହେଲେ ତ ପାଟି ବହୁତ ଜୋରେ ପୋଡିବ। ହାଲକା ହିଁ ଦିଅନ୍ତୁ ଏଠି ଖଇର ଟିକେ ଖଇର ଲଗେଇଦବା। ତାପରେ ଆମେ ଯାହା ବାକି ଜିନିଷ ସବୁ ନେଇଛେ ତାକୁ ଏଠି ପକେଇକି ଆମେ ବନେଇବା। ତାପରେ ଦେଖନ୍ତୁ ଗୁଆ ଟିକେ ଟିକେ ଦେଇଦେଇଛି। ଆଉ ଆପଣ ମାନେ ଯଦି ଧନିଆ ଖାଇବାକୁ ଭଲ ପାଆନ୍ତି ତାହେଲେ ଧନିଆ ଏଠି ଗୋଟା ଧନିଆକୁ ଭାଜିକି ମଧ୍ୟ ଖାଲି ଦେଇପାରିବେ। ତାପରେ ଏଠି ଯୋଉ ମିଠା ମସଲା ମୁଁ ନେଇଥିଲି ଏଇଟା ହଉଛି ବନାରସୀ ମସଲା ମୁଁ ଏଇଟା ନେଇଛି ଏଥିରେ ପାନ ମଧୁରୀ ଅଣ୍ଡା ଚକୋଲେଟ ମିଶ୍ରି ସବୁ ପଡିଛି। ଆଉ ନଡିଆ ମଧ୍ୟ ପଡିଛି ଆଉ ତିନିଟାକ ବିଭିନ୍ନ ପ୍ରକାର ମସଲା ଏଠି ମୁଁ ନେଇଥିଲି ଯୋଉଟା କି ପୁରା ମିଠା ମସଲା ଅଛି ଆଉ ବିଭିନ୍ନ ପ୍ରକାର ଚକୋଲେଟ ଗୁଲକନ୍ଦ ମିଶେଇକି ଏଠି ରେଡି କରାହେଇଛି ଆଉ ଏଠି କିଛି ଗୁଲକନ୍ଦ ବି ମଧ୍ୟ ମୁଁ ଏଠି ଦେଇଦଉଛି ଦେଖନ୍ତୁ। ଗୁଲକନ୍ଦ ବହୁତ ବଢିଆ ବାସ୍ନା ଆଡ କରିଥାଏ ତ ଗୁଲକନ୍ଦ ଟା ନିହାତି ଭାବେ ଆଡ କରିବେ ଯଦି ବନଉଛନ୍ତି। ତାପରେ ଖଣ୍ଡ ନଡିଆ ଏଠି କିଛି ଦେଇଦେଇଛି। ଆଉ ଆପଣ ମାନଙ୍କ ଭିତରୁ କୋଉ ମାନଙ୍କୁ ମିଠା ପାନ ଖାଇବାକୁ ଭଲ ଲାଗେ ନିହାତି ଭାବେ କମେଣ୍ଟ ରେ ଲେଖିବେ। ଆଉ ତାପରେ ଏଠି ଯୋଉ ଖଜୁରୀ ନେଇଥିଲି ଖଣ୍ଡେ ଖଣ୍ଡେ ଦେଇଦେଇଛି ବହୁତ ବଢିଆ ଟେଷ୍ଟ ଆସିଥାଏ। ଆଉ ଆପଣ ଚାହିଁଲେ ଏଠି ଖିସମିସ କାଜୁ ମଧ୍ୟ ଆଡ କରିପାରିବେ। ତାପରେ ଏଠି ଯୋଉ ମୁଖବାସ ନେଇଥିଲି ସେଇଟା ମୁଁ ଏଠି ଆଡ କରିନଉଛି ଟିକେ ଟିକେ ବହୁତ ବଢିଆ ବାସ୍ନା ଆସିବ ମୁହଁରୁ। ଆଉ ତାପରେ ଏଠି ଯୋଉ ଆମେ ନେଇଥିଲେ ଜେଲି ଟାଇପର ସେଇଟା ଆପଣ ଦେଇଦିଅନ୍ତୁ ଏଇଟା ସବୁ ମିଠା ପାନରେ ପଡିଥାଏ ଆଉ ଏଥିରେ ଗୋଲ୍ଡେନ ପାର୍ଟିକଲ୍ସ ଟାଇପର ଥାଏ ତ ବହୁତ ବଢିଆ ଟେଷ୍ଟ ମଧ୍ୟ ଆସିଥାଏ। ତ ଏଠି ଟିକେ ଟିକେ ହାଲକା ମୁଁ ଲଗେଇ ଦଉଛି ବଢିଆ ବାସ୍ନା ଆସିବା ପାଇଁ। ତାପରେ ଚାଲନ୍ତୁ ଏଠି ପାନକୁ ଭାଙ୍ଗିବା ଆଉ ପାନକୁ ଦେଖନ୍ତୁ ମୁଁ କେମିତି ଭାଙ୍ଗୁଛି ଏଇଠି ମୋର ପ୍ରଥମ ପାନଟି ଏତେ ଠିକ ସେ ଭାଙ୍ଗି ନଥିଲା କିନ୍ତୁ ଦ୍ୱିତୀୟ ପାନଟି ବହୁତ ବଢିଆ ସେ ଭାଙ୍ଗି ହେଇଯାଇଥିଲା ମୁଁ ଆପଣଙ୍କୁ ଦେଖଉଛି ଦୁଇଟା ଯାକ ଭାଙ୍ଗିକି। ଆଉ ଏଠି ଦେଖନ୍ତୁ ଏମିତି ଫୋଲ୍ଡ କରିନିଅନ୍ତୁ ବହୁତ ଇଜି ହେଇଥାଏ ନହେଲେ ତ ଆପଣଙ୍କୁ ଯେମିତି ଇଚ୍ଛା ଆପଣ ସେମିତି ଭାଙ୍ଗି ପାରିବେ ଏଇଟା ସବୁଠୁ ଇଜି ହେଇଥାଏ କିନ୍ତୁ ଏଠି ପାନଟା ଟିକେ ମତେ ଲାଗିଲା ଟାଣ ଥିଲା ତେଣୁକରି ଭାଙ୍ଗିଗଲା। ଏଠି ପ୍ରଥମେ ମୁଁ ଲବଙ୍ଗଟା ଏଠି ଗେଞ୍ଜି ଦେଲି କିନ୍ତୁ ସାଇଡରେ ଗେଞ୍ଜି ଦେଇଥିଲି ତ ମୋର ପାନଟା ଟିକେ ଫାଟି ଯାଇଥିଲା ତେଣୁକରି ମୁଁ ଆଉଥରେ ତଳ ଆଡକୁ ଟିକେ ଗେଞ୍ଜି ନେଲି। ତାପରେ ଆପଣ କଣ କରିବେ ନା ଯୋଉ ଚେରି ଅଛି ଚେରିରେ ଆପଣ ବହୁତ ବଢିଆ ଭାବରେ ସିଲ୍ କରିପାରିବେ ଚେରି ଆଉ ଟୁଥପିକ୍ ଦେଇକି। ଏଠି ମୋର ମାନେ ହଉନଥିଲା ଏଠି ମୁଁ ଆଉଥରେ ଭଲ ଭାବରେ ଲବଙ୍ଗକୁ ପ୍ରେସ କଲି ଉପରେ ତ ରହିଗଲା। ତାପରେ ଏଠି ଦେଖନ୍ତୁ ଚେରି ଗୋଟେ ମୁଁ ଲଗେଇ ଦଉଛି ତାପରେ ଟୁଥପିକ୍ ଗୋଟେ ଲଗେଇ ଦିଅନ୍ତୁ ତ ବହୁତ ବଢିଆ ସୁନ୍ଦର ଦେଖାଯାଇଥାଏ। ଆଉ ଯେତେବେଳେ ଆପଣ ଖାଇବେ ଟୁଥପିକ୍ କୁ କାଢିଦେବେ ଆଉ ପୁରା ଆପଣ ପାନକୁ ଏଞ୍ଜୟ କରିପାରିବେ। ଦେଖନ୍ତୁ ଏଠି ରେଡି ହେଇଗଲା ସେମିତି ମୁଁ ଆଉ ଗୋଟେ ଆପଣଙ୍କୁ ରେଡି କରିକି ଦେଖେଇ ଦଉଛି। ଏଇଠି ଦେଖନ୍ତୁ ମୁଁ ନେଇ ଆସିଛି ପୁଣି ଥରେ ପାନଟିକୁ ଆଉ ଏଇଠି ଦେଖନ୍ତୁ ମଝିରୁ ଏମିତି ଫୋଲ୍ଡ କରନ୍ତୁ ଆଉ ତାପରେ ଦୁଇ ସାଇଡରୁ ଏମିତି ଫୋଲ୍ଡ କରିନିଅନ୍ତୁ। ତ ଅତି ସହଜରେ ହେଇଯାଇଥାଏ ଆଉ ବହୁତ ସୁନ୍ଦର ମଧ୍ୟ ଲାଗିଥାଏ। ଆପଣ ଚାହିଁଲେ ଚାରି କୋଣିଆ ଭାଙ୍ଗି ପାରିବେ ନହେଲେ ତ ଯେମିତି ଆମ ନର୍ମାଲ ପାନ ମାନେ କୋନ ଟାଇପର ବନେଇଥାନ୍ତି ସେମିତି ବି ଭାଙ୍ଗି ପାରିବେ କିନ୍ତୁ ନର୍ମାଲି ମିଠା ପାନ ଏମିତି ସର୍ଭ କରାଯାଏ ତ ମୁଁ ଏମିତି ଭାଙ୍ଗି ଦେଇଛି। ଆଉ ଏଠି ଦେଖନ୍ତୁ ଲବଙ୍ଗ ଗୋଟେ ଲଗେଇଦେଲି ପୁଣି ଚେରି ଗୋଟେ ରଖିଦେଲି ତ ଏଇଠି ଆମେ ଲଗେଇଦବା ଟୁଥପିକ୍। ଦେଖନ୍ତୁ ଏଠି କେତେ ସୁନ୍ଦର ଆମର ପାନଟି ରେଡି ହେଇଯାଇଛି। ଆଉ ଖାଇବାକୁ ତ ଏଇ ପାନ ବହୁତ ହି ସୁଆଦିଆ ଲାଗିଥାଏ। ପିଠାପଣା ଖାଇସାରିଲା ପରେ ଆପଣ ବି ଏଇ ପାନକୁ ଖାଆନ୍ତୁ ଆଉ ଏଇ ରଜରେ ଏଞ୍ଜୟ କରନ୍ତୁ। ଆଉ ଆପଣମାନଙ୍କୁ ମୋର ଏଇ ପାନ ରେସିପିଟି କେମିତି ଲାଗିଲା ନିହାତି ଭାବେ କମେଣ୍ଟ ସେକ୍ସନରେ ଜଣେଇବେ। ଯଦି ଆପଣମାନଙ୍କୁ ମୋର ଏଇ ଛୋଟ ଛୋଟ ରେସିପି ଆପଣମାନଙ୍କୁ ଭଲ ଲାଗୁଥାଏ ଲାଇକ୍ କରିବେ ସେୟାର କରିବେ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ସାଇଡରେ ବେଲ ଆଇକନକୁ ପ୍ରେସ୍ କରିବେ ତା ଦ୍ୱାରା ଆପଣମାନେ ମୋର ଏମିତି ଭଲ ଭଲ ରେସିପି ଗୁଡ଼ିକ ପ୍ରଥମେ ଦେଖିପାରିବେ। ଏଇଠି ଦେଖନ୍ତୁ କେତେ ସୁନ୍ଦର ମୋର ପାନ ଗୁଡ଼ିକ ରେଡି ହେଇଛି। ଏଠି ମାତ୍ର ମୁଁ 6ଟି ପାନ ରେଡି କରିଥିଲି ଆଉ ବାକି ତକ ମୁଁ ରଜ ସଂକ୍ରାନ୍ତି ଆଉ ଅଲଗା ଦିନ ମାନଙ୍କରେ ରେଡି କରିବି ବୋଲି ରଖିଦେଇଛି। ଏଇଠି 6ଟି କେବଳ ମୁଁ କାଲି ପାଇଁ ହିଁ ରେଡି କରିକି ଫ୍ରିଜରେ ଆଜି ଷ୍ଟୋର କରିବି ଆଉ କାଲି ଥଣ୍ଡା ଥଣ୍ଡା ଏଞ୍ଜୟ କରିବି।
ଆଉ ଯଦି ଫେସବୁକ୍ ପେଜ୍ରେ ମୋର ଦେଖୁଛନ୍ତି ଭିଡ଼ିଓଟିକୁ ନା ଫଲୋ କରିବାକୁ ତ ବିଲକୁଲ ଭୁଲିବେନି। ଇନଷ୍ଟାଗ୍ରାମ ପେଜ୍କୁ ମଧ୍ୟ ମୋର ଫଲୋ କରିନେବେ। ସେଠି ମଧ୍ୟ ମୁଁ ଆପଣମାନଙ୍କ ପାଇଁ ବହୁତ ହି ବଢ଼ିଆ ବଢ଼ିଆ ପୋଷ୍ଟ କରିଥାଏ। ଯଦି ଆପଣମାନେ କିଛି ନୂଆ ରେସିପି ଦେଖିବାକୁ ଚାହୁଁଛନ୍ତି କମେଣ୍ଟରେ ଲେଖିବାକୁ ବିଲକୁଲ ଭୁଲିବେନି। ମୁଁ ଆଣିବାକୁ ଚେଷ୍ଟା କରିବି। ଆଉ ଆପଣମାନେ ମୋ ଭିଡ଼ିଓକୁ କୋଉ ଜାଗାରୁ ଦେଖୁଛନ୍ତି କମେଣ୍ଟରେ ଲେଖିବାକୁ ବିଲକୁଲ ବି ଭୁଲିବେନି। ଆଉ ଆଗକୁ ମୁଁ ଏମିତି ବହୁତ ହି ବଢ଼ିଆ ବଢ଼ିଆ ରେସିପି ସବୁ ଆପଣମାନଙ୍କ ପାଇଁ ନେଇକି ଆସିବି। ତ ଆଜି ପାଇଁ ଏତିକି। ବାଏ ବାଏ।